AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ ଦିଏ। ପ୍ରଭୁଙ୍କର ମହାନ ଦୟା ଅନୁଗ୍ରହରୁ ଆଜି ପୁନର୍ବାର ଅଲ୍ୟୁନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କର ଗହଣରେ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବା ନିମନ୍ତେ ସୁଯୋଗ ଦେଇଛନ୍ତି। ସେଥିପାଇଁ ତାହାଙ୍କ ମହାନ ନାମକୁ ଧନ୍ୟବାଦ ଦିଏ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ଆପଣମାନେ ପାଇବେ ଦ୍ୱିତୀୟ ବିବରଣ 28 ପର୍ବ 1ରୁ 9 ପଦ ଯାଏ। ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେ ଆଜ୍ଞା ତୁମ୍ଭଙ୍କୁ ଆଦେଶ କରୁଅଛି ସେସବୁ ମାନିବା ପାଇଁ ଓ କରିବା ପାଇଁ ଯେବେ ତୁମ୍ଭେ ତାହାଙ୍କର ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭଙ୍କୁ ଶ୍ରେଷ୍ଠ କରିବେ। ଯେବେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ରବ ଶୁଣିବ, ତେବେ ଏହି ସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସଙ୍ଗ ଧରିବ। ତୁମ୍ଭେ ନଗରରେ ଧନ୍ୟ ହବ ଓ କ୍ଷେତ୍ରରେ ଧନ୍ୟ ହବ। ତୁମ୍ଭ ଶରୀରର ଫଳ ଓ ତୁମ୍ଭ ଭୂମିର ଫଳ ଓ ତୁମ୍ଭ ପଶୁର ଫଳ ଅର୍ଥାତ୍ ଗୋବତ୍ସ ଓ ମେଷପଲର ଶାବକ ଧନ୍ୟ ହେବେ। ତୁମ୍ଭ ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଧନ୍ୟ ହବ। ତୁମ୍ଭେ ଗୃହକୁ ଆସିବା ବେଳେ ଧନ୍ୟ ଓ ଗୃହରୁ ବାହାରି ଯିବା ବେଳେ ଧନ୍ୟ ହବ। ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଉଠିବା ଶତ୍ରୁମାନଙ୍କୁ ତୁମ୍ଭ ଆଗେ ଆଗେ ପରାସ୍ତ କରାଇବେ। ସେମାନେ ଏକ ପଥ ଦେଇ ତୁମ୍ଭ ବିରୁଦ୍ଧରେ ଆସିବେ, ମାତ୍ର 7 ପଥ ଦେଇ ତୁମ୍ଭ ସମ୍ମୁଖରୁ ପଳାଇବେ। ସଦାପ୍ରଭୁ ତୁମ୍ଭ ଅମାରରେ ଓ ଯେ କର୍ମରେ ତୁମ୍ଭେ ହସ୍ତ ଦେବ, ସେ ସବୁରେ ଆଶୀର୍ବାଦ ପ୍ରାପ୍ତି ଆଜ୍ଞା କରିବେ। ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭଙ୍କୁ ଯେଉଁ ଦେଶ ଦେବେ, ତହିଁରେ ସେ ତୁମ୍ଭଙ୍କୁ ଆଶୀର୍ବାଦ କରିବେ। ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ଆଜ୍ଞା ପାଳନ ଓ ତାହାଙ୍କ ପଥରେ ଗମନ କଲେ, ସଦାପ୍ରଭୁ ଆପଣା ଶପଥ ଅନୁସାରେ ତୁମ୍ଭଙ୍କୁ ଆପଣା ପବିତ୍ର ଲୋକ କରି ସ୍ଥାପନ କରିବେ। ପ୍ରଭୁ ମହାନ ପରମେଶ୍ୱର ଯେ କି ଆମମାନଙ୍କୁ ଏ ସମସ୍ତ ବିଷୟ ଆମମାନଙ୍କୁ ପ୍ରଦାନ କରିବାକୁ ସାମର୍ଥ୍ୟ ପରମେଶ୍ୱର। ଆମେ ଯଦି ବାଇବେଲ ଭିତରେ ଦେଖିବା କେଉଁ କେଉଁ ବ୍ୟକ୍ତିମାନେ ସଦାପ୍ରଭୁଙ୍କର ଅନୁଗ୍ରହରେ ଆଶୀର୍ବାଦରେ ଆଉ ସେମାନେ ଅଂଶୀ ହେଲେ ଆଉ ପରମେଶ୍ୱରଙ୍କ ନିକଟରେ ଗ୍ରାହ୍ୟଯୁକ୍ତ ଜୀବନ କାଟିଲେ। ଯଦି ଆମେ ପ୍ରଥମରେ ଦେଖିବା ନୋହଙ୍କ ବିଷୟ, ନୋହ ଜଣେ ଧାର୍ମିକ ଆଉ ସାଧୁ ବ୍ୟକ୍ତି ଥିଲେ। ଯେତେବେଳେ ପୃଥିବୀରେ ବିଭିନ୍ନ ପ୍ରକାର ଆଉ ଅନୀତି ଦୁର୍ନୀତିରେ ପୂର୍ଣ୍ଣ ହେଲା, ସେତେବେଳେ ସଦାପ୍ରଭୁ କ'ଣ କଲେ? ପ୍ରଥମ ପୃଥିବୀକୁ ଶେଷ କରିବା ନିମନ୍ତେ ଜଳପ୍ଲାବନ ଦ୍ୱାରା ଆଉ ସେ ନିପାତ କରିବା ନିମନ୍ତେ ମନସ୍ଥ କଲେ, ଦୁଃଖିତ ହେଲେ। ଆଉ ନୋହଙ୍କୁ ଆଜ୍ଞା କଲେ, ତୁମେ ଏକ ଜାହାଜ ବନାଅ, ଆଉ ସେଇ ଜାହାଜରେ ତୁମେ କ'ଣ କର? ତୁମର ପରିବାର 8 ପ୍ରାଣୀ ଆଉ ସମସ୍ତ ଏକକ ଯୋଡ଼ା ଜୀବଜନ୍ତୁ ପ୍ରାଣୀବର୍ଗଙ୍କୁ ନେଇ ତୁମେ ସେ ଜାହାଜରେ ପ୍ରବେଶ କର। କାରଣ ସେ ଜଳପ୍ଲାବନ ଦ୍ୱାରା ପୃଥିବୀକୁ ଶେଷ କରିବାକୁ ଚାହୁଁଥିଲେ। ଆଉ ମୋଶା କୌଣସି ପ୍ରଶ୍ନ କଲେ ନାହିଁ ସଦାପ୍ରଭୁଙ୍କ ଆଗରେ। ଆଉ ତାହାଙ୍କର ଆଜ୍ଞା ମାନି ସେ କ'ଣ କଲେ? ଜାହାଜ ବନେଇବା ଆରମ୍ଭ କଲେ। ସେ ଜଣେ ଧର୍ମ ପ୍ରଚାରକ ଥିଲେ, ଈଶ୍ୱରଙ୍କ ସହିତ ଗମନାଗମନ କରୁଥିଲେ। ଆଉ ପୃଥିବୀରେ ଏତେ ଲୋକ ଥିଲେ ମଧ୍ୟ ସେ ନୋହଙ୍କୁ ବାଛିଲେ, କାରଣ ସେ ଅତି ଧାର୍ମିକ ଥିଲେ ଆଉ ଜଣେ ସାଧୁ ବ୍ୟକ୍ତି ଥିଲେ। ସେଥିପାଇଁ ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ସେ ତାହାଙ୍କ ନିମନ୍ତେ ବିଶ୍ୱସ୍ତ ହେଲେ ଆଉ ତାଙ୍କର ସମସ୍ତ ପରିବାର ସହିତ ସମସ୍ତ ଜୀବଜନ୍ତୁ ପ୍ରାଣୀବର୍ଗଙ୍କୁ ସେ ଜାହାଜରେ ନେଇ ସୁରକ୍ଷିତ ହେଲେ। ଆଉ ଈଶ୍ୱରଙ୍କର ଆଶୀର୍ବାଦ ତାଙ୍କ ଜୀବନରେ ବର୍ତ୍ତିଲା। ଆମେ ଯଦି ଅବ୍ରାହମଙ୍କ ବିଷୟରେ ଚିନ୍ତା କରିବା, ତାହେଲେ ଅବ୍ରାହମ ଗତ ବୟସ୍କ ହେଲେ ମଧ୍ୟ ଏକ ପୁତ୍ର ସନ୍ତାନକୁ ଜାତ କଲେ। ଆଉ ଯାହା ଈଶ୍ୱରଙ୍କର ଇଚ୍ଛା ଅନୁସାରେ ତାହା ହେଇଥିଲା। ଅବ୍ରାହମ ଜଣେ ଈଶ୍ୱରଙ୍କର ଆଜ୍ଞାକାରୀ ବ୍ୟକ୍ତି ଥିଲେ। ପରମେଶ୍ୱର ଯାହା ତାଙ୍କୁ ଆଜ୍ଞା କରୁଥିଲେ ସେ କୌଣସି ପ୍ରଶ୍ନ କରୁନଥିଲେ। ଆଉ
ସେ ବିଶ୍ୱସ୍ତ ଥିଲେ ପରମେଶ୍ୱରଙ୍କ ନିମନ୍ତେ। ସେଥିପାଇଁ ତାଙ୍କର ସମସ୍ତ ଧନ ସମ୍ପତ୍ତି ଯାହା ଥିଲା ସେ ସମସ୍ତ ତାଙ୍କର ପରିବାର ବର୍ଗକୁ ନେଇ ଆସି ଆଉ ସେ ଅନ୍ୟ ଜାଗାରେ ବାସ କଲେ। ଆଉ ତାହାଙ୍କର ଅନେକ ବର୍ଷ ପରେ ଯେଉଁ ପୁତ୍ର ହେଲା ସେ ଏକମାତ୍ର ପୁତ୍ରକୁ ସେ କ'ଣ କଲେ, ଆଉ ମୋରିଆ ଦେଶର ଏକ ପର୍ବତରେ ନେଇ ତାକୁ ବଳି ଦେବାକୁ ଉତ୍ସର୍ଗ କଲେ। କିନ୍ତୁ ପ୍ରଭୁ ତାହାଙ୍କର ସେଇ ବିଶ୍ୱସ୍ତତା ଦେଖି, ତାଙ୍କର ଆଜ୍ଞାକୁ ଯେ ସେ ପାଳନ କରିଅଛନ୍ତି ତାହା ଦେଖି ତାହାଙ୍କୁ କ'ଣ କଲେ, ଆଶୀର୍ବାଦ ପ୍ରଦାନ କଲେ। ଆଉ ତାଙ୍କୁ କ'ଣ କଲେ, ଆକାଶର ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ବୃଦ୍ଧି ପାଇବ, ଏହି ଆଶୀର୍ବାଦ କଲେ। ଯଦି ଆମେ ମୋଶାଙ୍କ ବିଷୟ ମଧ୍ୟ ଦେଖୁ, ସେ ଈଶ୍ୱରଙ୍କର ବାଧ୍ୟ ଥିଲେ ଆଉ ବହୁତ ନମ୍ର ଥିଲେ। ପରମେଶ୍ୱରଙ୍କର ଆଜ୍ଞା ପାଳନ କଲେ। ମିଶରରୁ ସେହି ଇସ୍ରାଏଲୀୟମାନଙ୍କୁ ବାହାର କରି ଆଣିବା ନିମନ୍ତେ ସେ ଚେଷ୍ଟା କଲେ ଆଉ ତାଙ୍କୁ ସେ ଅଧିକାର ପ୍ରଭୁ ମଧ୍ୟ ଦେଲେ। ଆଉ ସେ ଦୁଗ୍ଧ ମଧୁ ପ୍ରବାହିତ ଦେଶରେ ତାଙ୍କୁ ଆଣି ପହଞ୍ଚାଇଲେ। ଆଉ ଈଶ୍ୱରଙ୍କ ପ୍ରତି ଅନୁରକ୍ତ ଥିବାରୁ, ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିବାରୁ ମୋଶାଙ୍କୁ ସେ ମଧ୍ୟ ଆଶୀର୍ବାଦ ପ୍ରଦାନ କଲେ। ଆଜି ଆମମାନେ ଯଦି ତାହାଙ୍କର ରବରେ ଅବଧାନ କରୁ, ତାହାଙ୍କର ନିମନ୍ତେ ଆମମାନେ ନିଜକୁ ପ୍ରସ୍ତୁତ କରୁ, ତାହେଲେ ସେ ଆମମାନଙ୍କର ଜୀବନକୁ କ'ଣ କରିବେ, ଆଶୀର୍ବାଦରେ ପୂର୍ଣ୍ଣ କରିବେ। ତାଙ୍କୁ ଯଦି ଆମମାନେ ଅନ୍ୱେଷଣ କରିବା, ଯେ ପ୍ରକାର ଲେଖା ଅଛି ଦ୍ୱିତୀୟ ବିବରଣ 4 ପର୍ବ 29 ପଦରେ ଟିକେ ଆମେ ପଢ଼ିବା। ମାତ୍ର ସେହି ସ୍ଥାନରୁ ଯେବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଅନ୍ୱେଷଣ କରିବ, ତେବେ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କର ଅନ୍ୱେଷଣ କଲେ ତାହାଙ୍କର ଉଦ୍ଦେଶ୍ୟ ପାଇବ। ଯଦି ସମସ୍ତ ଅନ୍ତଃକରଣ ଦେଇ ଆମେ ତାହାଙ୍କର ଅନ୍ୱେଷଣ କରିବା, ଆମମାନଙ୍କର ଜୀବନରେ ଯାହା କିଛି ମନ୍ଦତା ଭାବ ଅଛି ତାହାକୁ ତ୍ୟାଗ କରି ଯଦି ଆମେ ତାହାଙ୍କର ପଥକୁ ଆମେ ଅନୁସରଣ କଲୁ, ତାହେଲେ ନିଶ୍ଚୟ ସେ ପ୍ରଭୁ ଆମମାନଙ୍କୁ କ'ଣ କରିବେ, ଆଶୀର୍ବାଦରେ ପୂର୍ଣ୍ଣ କରିବେ। ସମସ୍ତ ବାଧାବିଘ୍ନତାରୁ ସେ ଆମମାନଙ୍କୁ କ'ଣ କରିବେ, ରକ୍ଷା କରିବେ। ଯେ ପ୍ରକାର ପ୍ରଭୁ ଯୀଶୁ କହନ୍ତି, ଯଦି ତୁମ୍ଭେମାନେ ମୋତେ ପ୍ରେମ କର ତାହେଲେ ମୋହର ଆଜ୍ଞା ସବୁକୁ ପାଳନ କର। ଯୀଶୁଖ୍ରୀଷ୍ଟଙ୍କର ଜୀବନକୁ ଯଦି ଆମେ ଅନୁଧ୍ୟାନ କରୁ, ଯୀଶୁଙ୍କୁ ଯଦି ଆମେ ନିଜ ହୃଦୟରେ ଧାରଣ କରୁ, ତାହେଲେ ଆମେ ତାହାଙ୍କୁ ପ୍ରେମ କରୁ। ଯଦି ଧାରଣ ନ କରୁ ତାହେଲେ ସେ ପ୍ରେମର ଭାବ ଆମ ପାଖକୁ ଆସିବ ନାହିଁ। ସେଥିପାଇଁ ବାକ୍ୟରେ କୁହାଯାଉଛି, ତାହାଙ୍କୁ ପ୍ରେମ କରିବା ଦ୍ୱାରା ଆଉ ସମସ୍ତ ଆଜ୍ଞା ମାନେ ପାଳନ କରିବା। ଯଦି ତାହାଙ୍କୁ ଆମେ ପ୍ରେମ ନ କରୁ ତାହେଲେ ଆଜ୍ଞା ପାଳନର କୌଣସି ମାନେ ନାହିଁ। ଜଗତରେ ମନ୍ଦତାରେ ଆମେ ପରିପୂର୍ଣ୍ଣ ହୋଇ ଲିପ୍ତ ହୋଇ ଆମେ କ'ଣ କରୁ, ତାହାଙ୍କୁ ପରିତ୍ୟାଗ କରିଥାଉ। ତାହାଙ୍କୁ ପ୍ରେମ ଦ୍ୱାରା ତାହାଙ୍କର ଆଜ୍ଞାକୁ ଆମମାନଙ୍କୁ ପାଳନ କରିବାକୁ ପଡ଼ିବ। ଯଦି ଆମେ ତାହାଙ୍କର ରବରେ କର୍ଣ୍ଣପାତ କରୁଛୁ, ତାହେଲେ ପ୍ରଭୁ ଆମମାନଙ୍କୁ କ'ଣ କରିବେ, ଆଶୀର୍ବାଦରେ ପୂର୍ଣ୍ଣ କରିବେ। ସେ ଆମମାନଙ୍କର ବନ୍ଧୁ। ଯୀଶୁଖ୍ରୀଷ୍ଟ ହେଲେ ଆମମାନଙ୍କର ସେ ଆମମାନଙ୍କର ବନ୍ଧୁ, ଆମମାନଙ୍କର ସଖା। ଯେଉଁ କଥା ମାନେ ନିଜ ପିତାମାତା ଆଗରେ କହିପାରି ନଥାଉ, ଯେଉଁ କଥା ମାନେ ନିଜର ସାଙ୍ଗସାଥିମାନଙ୍କ ଆଗରେ କହିପାରି ନଥାଉ, ତାହା ପ୍ରକାଶ କରିପାରି ନଥାଉ, ସେ ସର୍ବପ୍ରଥମେ ଆମେ ପ୍ରଭୁଙ୍କ ପାଖରେ ତାହା ଜଣେଇଥାଉ। ପ୍ରଭୁ ଏହି ବିଷୟ ନେଇ ମୁଁ ଦୁଃଖିତ, ମୁଁ ଚିନ୍ତିତ, ମୁଁ ଭାରଗ୍ରସ୍ତ, ମୁଁ କ'ଣ କରିବି, ତୁମେ ମୋତେ ପଥ ଦେଖାଅ, ତୁମେ ମୋତେ ବାଟ ଦେଖାଅ। ଯଦି ଆମମାନଙ୍କର ସେ ପ୍ରକାର ସତ୍ ବୁଦ୍ଧି ନାହିଁ, ସତ୍ ଚିନ୍ତା ନାହିଁ, ତାହେଲେ ଆମେ ପ୍ରଭୁଙ୍କ ଆଗରେ ତାହା ପ୍ରକାଶ କରିବାକୁ ମଧ୍ୟ ଆମମାନଙ୍କର ମୁଖ ଖୋଲିବ ନାହିଁ। ସେଥିପାଇଁ ତାହାଙ୍କୁ ପ୍ରେମ କରିବା ଦ୍ୱାରା, ତାହାଙ୍କୁ ନିଜର ଜୀବନରେ ପ୍ରଥମ ଥର କରି ବନ୍ଧୁ କରିବା ଦ୍ୱାରା ଆମେ ସେଇ ଇଣ୍ଟିମେଟ୍ ଫ୍ରେଣ୍ଡକୁ ଆମେ ଜଣେଇଥାଉ। ଆଉ ଯାହାଦ୍ୱାରା କି ସେ ଆମମାନଙ୍କୁ କ'ଣ କରନ୍ତି, ଆମମାନଙ୍କର ଦୁଃଖ ସମସ୍ୟା ନୈରାଶ୍ୟତାକୁ ଦୂର କରି ଆମମାନଙ୍କର ଜୀବନରେ ଏକ ଆନନ୍ଦରେ ପୂର୍ଣ୍ଣ କରନ୍ତି। ଆଉ ଆମେ କେମିତି ତାହାଙ୍କର ଚରଣ ତଳକୁ ଗଲେ ଆମେ ତାହାଙ୍କର
ନିକଟବର୍ତ୍ତୀ ହେବା, କେମିତି ଆମେ ସୁରକ୍ଷା ପାଇବା ତାହାଙ୍କର ଆଜ୍ଞା ପାଳନ କରିବା ଦ୍ୱାରା, ତାହାଙ୍କର ରବ ଶୁଣିବା ଦ୍ୱାରା ଜଗତରେ ଆମେ କ'ଣ କରିବା? ଆଶୀର୍ବାଦ ପାଇବା। ସ୍ୱର୍ଗରେ ମଧ୍ୟ ଆମେ ଆଶୀର୍ବାଦ ପାଇବା। ଯଦି ଜଗତରେ ଆମେ ଆଶୀର୍ବାଦ ପାଉଛୁ ତାହେଲେ ନିଶ୍ଚୟ ଆମେ ସ୍ୱର୍ଗରେ ମଧ୍ୟ ଆଶୀର୍ବାଦ ପାଇବା। ତାହାଙ୍କର ରବ ଶୁଣିବା ଦ୍ୱାରା ଆମେ ନଗରରେ ଧନ୍ୟ ହେବା। ଯେଉଁ ଜାଗାରେ ଆମେ ବାସ କରୁଛୁ ସେ ଜାଗାରେ ଆମେ କ'ଣ ହେବା? ବିଖ୍ୟାତ ହେବା। ନଗର ମଧ୍ୟରେ ଧନ୍ୟ ହେବା ସହିତ ଆମମାନଙ୍କର ଧନ କେବେ ଶେଷ ହେବ ନାହିଁ। ଆମେ ବହୁ ବଂଶରେ ଖ୍ୟାତ ହେବା। ଯେତେବେଳେ ତାହାଙ୍କୁ ଆମେ ଧରିବା, ତାହାଙ୍କୁ ଅନ୍ୱେଷଣ କରିବା, ତାହାଙ୍କର ରବରେ ଆମେ କର୍ଣ୍ଣପାତ କରିବା, ତାହାଙ୍କର ଆଜ୍ଞା ଗୁଡ଼ିକ ପାଳନ କରିବା, ସେ ଆମମାନଙ୍କୁ ଏ ସମସ୍ତ ବିଷୟ ଦେବା ନିମନ୍ତେ ସାମର୍ଥ୍ୟ ପରମେଶ୍ୱର। ଆମମାନଙ୍କର ଖାଦ୍ୟ କେବେ ଶେଷ ହେବ ନାହିଁ। ଆମମାନଙ୍କର ଗୃହରେ ଯେଉଁ ସେ ଆମମାନଙ୍କୁ ଖାଦ୍ୟ ପ୍ରଦାନ କରନ୍ତି, ସେ ଖାଦ୍ୟ ଆମମାନଙ୍କର କେବେ ଶେଷ ହେବ ନାହିଁ। ଆମମାନଙ୍କର ଜୀବନରେ ଅଭାବ ଅସୁବିଧା ରହିବ ନାହିଁ। ଆମେ ଯେତେବେଳେ ଆଉ ବାହାରକୁ ଯାଉ ଓ ଭିତରକୁ ଆସୁ, ସେ ସମୟରେ ମଧ୍ୟ ସେ ଆମମାନଙ୍କୁ କ'ଣ କରିବେ? ସୁରକ୍ଷା ପ୍ରଦାନ କରିବେ। ତାହାଙ୍କର ଦୂତମାନଙ୍କ ଦ୍ୱାରା ସେ ଆମମାନଙ୍କୁ ଆବରି ଧରିବେ। ଆମମାନଙ୍କ ନିମନ୍ତେ ସମସ୍ତ ଶତ୍ରୁ ଶୈତାନ ଠାରୁ ସେ ଆମମାନଙ୍କୁ କ'ଣ କରିବେ? ରକ୍ଷା ମଧ୍ୟ କରିବେ। ଆମେ ଯେଉଁ ବିଷୟରେ ହାତ ଦେବା ସେ ବିଷୟରେ ଆମେ ସଫଳ ଲାଭ କରିବା। କାରଣ ପ୍ରଭୁ ଆମମାନଙ୍କ ସହିତ ବାସ କରନ୍ତି। କେବଳ ଆମଠାରୁ ସେ କ'ଣ ଚାହାନ୍ତି? ବାକ୍ୟ ପାଳନ। ବାକ୍ୟ ପାଳନ ଦ୍ୱାରା, ତାହାଙ୍କର ରବ ଶୁଣିବା ଦ୍ୱାରା, ତାହାଙ୍କର ଆଜ୍ଞା ଗୁଡ଼ିକୁ ମନେ ରଖିବା ଦ୍ୱାରା, ଆଉ ସେ ଆଜ୍ଞା ଗୁଡ଼ିକ ପାଳନ ଦ୍ୱାରା ସେ ଆମମାନଙ୍କୁ ସବୁ ବିଷୟରେ ଆଶୀର୍ବାଦରେ ପୂର୍ଣ୍ଣ କରିବେ। ଯେ ପ୍ରକାର ଅବ୍ରାହମ ବିଶ୍ୱସ୍ତ ଥିଲେ, ମୋଶା ନମ୍ର ଥିଲେ, ଆଉ ନୋହ ଆଜ୍ଞାକାରୀ ଥିଲେ, ଧାର୍ମିକ ଥିଲେ, ଆମମାନଙ୍କ ଜୀବନ ମଧ୍ୟ ସେହି ପ୍ରକାର ହେବା ଆବଶ୍ୟକ। ବାଇବେଲରୁ 1000ଠୁ ଅଧିକ ଆଜ୍ଞା ସଦାପ୍ରଭୁ ପ୍ରଦାନ କରିଅଛନ୍ତି। ପୁରାତନ ନିୟମରୁ ଆମେ ଯଦି ନୂତନ ନିୟମ ପର୍ଯ୍ୟନ୍ତ ଦେଖିବା, ଅନେକ ନିୟମ ସେ ଆମମାନଙ୍କୁ ପ୍ରଦାନ କରିଅଛନ୍ତି। ସେଥିପାଇଁ ସେ ନିୟମ ଗୁଡ଼ିକୁ, ସେଇ ଆଜ୍ଞା ଗୁଡ଼ିକୁ ଆମେ ପାଳନ କରିବା ଆବଶ୍ୟକ। ମାଥ୍ୟୁ ତାର 28 ଆଉ 29ରେ ଲେଖାଯାଏ, ପିତର ଯେତେବେଳେ ଯୀଶୁଙ୍କୁ ପଚାରୁଅଛନ୍ତି, ଆମେ ସମସ୍ତ ବିଷୟକୁ ପରିତ୍ୟାଗ କରି ଆପଣଙ୍କର ଅନୁଗାମୀ ହୋଇଛୁ, ଆମ୍ଭେମାନେ ତେବେ କ'ଣ ପାଇବା? ଯୀଶୁ ସେ ଜାଗାରେ କହୁଅଛନ୍ତି, ଯେତେବେଳେ ନୂତନ ସୃଷ୍ଟିରେ ମନୁଷ୍ୟ ପୁତ୍ର ଆପଣା ଗୌରବମୟ ସିଂହାସନରେ ବସିବେ, ସେ ସମୟରେ ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ବସିବ ଓ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀ ଉପରେ ଶାସନ କରିବ। ଯିଏ ତାହାଙ୍କର ଅନୁଗମନ କରିବ ସେ ନିଶ୍ଚୟ ତାହାଙ୍କର ଆଶୀର୍ବାଦର ପାତ୍ର ହେବ। ତାହାଙ୍କର ଆଜ୍ଞା ଗୁଡ଼ିକ ପାଳନ ଦ୍ୱାରା ତାହାଙ୍କର ସର୍ବଶ୍ରେଷ୍ଠ ଦାନ ହେବ। ଯଦି ଆମେ ତାହାଙ୍କର ଆଜ୍ଞା ଗୁଡ଼ିକ ପାଳନ କରୁଛୁ, ତାଙ୍କର ଅନୁଗମନ କରୁଛୁ, ନିଶ୍ଚୟ ସେ ଆମମାନଙ୍କୁ ମଧ୍ୟ ଜଗତରେ ଶ୍ରେଷ୍ଠ ହେବା ସହିତ ସ୍ୱର୍ଗରେ ମଧ୍ୟ ଆମମାନଙ୍କୁ ଶ୍ରେଷ୍ଠ ସ୍ଥାନ ଦେବେ। ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ ଦ୍ୱାରା ଆମେ ବଳବାନ ହେବା। ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ, ଯେଉଁ ପ୍ରଭୁ ଆମମାନଙ୍କୁ ତାଙ୍କର ମୁଖ ଦ୍ୱାରା ଏ ସମସ୍ତ ବାକ୍ୟ ପ୍ରଦାନ କରିଅଛନ୍ତି, ସେ ବାକ୍ୟକୁ ଧରି ଚାଲିବା ନିମନ୍ତେ ଆମମାନଙ୍କୁ ନିଜକୁ ପ୍ରସ୍ତୁତ କରିବାକୁ ହେବ। ନିଜକୁ ଆମେ ଠିକ୍ ରୂପେ ସଜାଡ଼ି ହେଇକି ଆମମାନଙ୍କର ଜୀବନ ଅତିବାହିତ କରିବାକୁ ପଡ଼ିବ, ଯାହାଦ୍ୱାରା ପ୍ରଭୁ ଆମମାନଙ୍କୁ କ'ଣ କରନ୍ତି? ଆଶୀର୍ବାଦରେ ପୂର୍ଣ୍ଣ କରନ୍ତି। ସେଥିପାଇଁ ପ୍ରକାଶିତ ବାକ୍ୟ 2:7 ଲେଖାଯାଏ, ଯାହାର କର୍ଣ୍ଣ ଅଛି ସେ ଶୁଣୁ। ଯାହାର କର୍ଣ୍ଣ ଅଛି ସେ ଶୁଣୁ। ପ୍ରଭୁ ଆମମାନଙ୍କୁ ସମସ୍ତ ବିଷୟ ଜଗତରେ ପ୍ରଦାନ କରିଅଛନ୍ତି। ତାହାଙ୍କର ରବ ଶୁଣିବା ନିମନ୍ତେ ଆମମାନଙ୍କର କର୍ଣ୍ଣକୁ ଉନ୍ମୁକ୍ତ କରିବାକୁ ସେ ଚାହାନ୍ତି। ସେଥିପାଇଁ ଶୈତାନ ସମସ୍ତ ଚାତୁରିତାରୁ ପରାସ୍ତ କରି ଈଶ୍ୱରଙ୍କ ନିକଟତର ହେବା ନିମନ୍ତେ ତାହାଙ୍କ ନିକଟରେ ନିଜକୁ ସମର୍ପଣ କଲେ ତାହାଙ୍କର ରବରେ ଆମେ କର୍ଣ୍ଣପାତ କରିବା। ଜୀବନ ବୃକ୍ଷର ଓ ସେ ଆମମାନଙ୍କୁ କ'ଣ କରିବେ? ଜୀବନ ବୃକ୍ଷର ଫଳ
ଆମମାନଙ୍କୁ ସେ ପ୍ରଦାନ କରିବେ। ଯେଉଁ ଜୀବନ ବୃକ୍ଷର ଫଳ ସେ ଆମମାନଙ୍କୁ ଦେବାକୁ ଚାହାନ୍ତି, ସେଇ ଜୀବନ ବୃକ୍ଷର ଫଳକୁ ଆମମାନଙ୍କୁ ଖାଇବାକୁ ହେଲେ, ପାଇବାକୁ ହେଲେ ଆମମାନେ ତାହାଙ୍କ ସହିତ ସତ୍ ବିଷୟରେ ଆଗେଇବାକୁ ପଡ଼ିବ। ଆମମାନଙ୍କ ଭିତରେ କୌଣସି ମଳିନତା ଯେପରି ରହିବ ନାହିଁ। ଆମମାନେ ଯେପରି ସେଇ ଶୁକ୍ଳ ବସ୍ତ୍ର ପରି ଆମମାନେ ପୁରା ସଫା ହେବା। ଆମମାନଙ୍କ ଭିତରେ ଯଦି କୌଣସି ମଇଳା ଭାବ ଥାଏ, ଯଦି କୌଣସି ମନ୍ଦତା ଭାବ ଥାଏ, ତାହାକୁ ତ୍ୟାଗ କରି ଆମମାନେ ତାହାଙ୍କ ନିକଟତର ହେବା। ଯାହାଦ୍ୱାରା କି ସେ ଆମମାନଙ୍କୁ କ'ଣ କରିବେ? ସେ ଗୁପ୍ତ ମାନ୍ନା ଆମମାନଙ୍କୁ ପ୍ରଦାନ କରିବାକୁ ଚାହାନ୍ତି। ସେ କାହାକୁ ସେ ଗୁପ୍ତ ମାନ୍ନା ଦେବେ ସେ ହିଁ ଜାଣନ୍ତି। ଯିଏ ନବ ସିଏ ଜାଣିବ, ଆଉ ଯିଏ ଦେବ ସିଏ ଜାଣିବ। ଆଉ ତା ଛଡ଼ା ଆଉ କୌଣସି ଲୋକ ଜାଣିପାରିବେ ନାହିଁ। ସେଥିପାଇଁ ତାହାଙ୍କ ନିମନ୍ତେ ବିଶ୍ୱସ୍ତ ଜୀବନ ଆମମାନେ କାଟିବା ଆବଶ୍ୟକ। ସବୁ ଅବସ୍ଥାରେ ତାହାଙ୍କୁ ସ୍ମରଣ କରିବା। ଦିନ ପ୍ରତିଦିନ ପ୍ରଭୁ ଆମମାନଙ୍କୁ 24 ଘଣ୍ଟା ଦେଉଛନ୍ତି। ଦିନରେ ରାତି, ଗୋଟାଏ ଦିନ ରାତି ହେବା ନିମନ୍ତେ 24 ଘଣ୍ଟା। ସେ 24 ଘଣ୍ଟା ମଧ୍ୟରେ ଆମମାନେ କେତେ ତାହାଙ୍କର ଡାକ ଶୁଣୁଅଛୁ, କେତେ ତାହାଙ୍କର ନିକଟତର ଆମମାନେ ହେଇଅଛୁ। ପ୍ରଭୁ ଆମମାନଙ୍କ ଠାରୁ ସେ ସମସ୍ତ ବିଷୟ ଚାହାନ୍ତି ଯେ ଆମମାନେ ଦିବାରାତ୍ର ତାହାଙ୍କ ସହିତ ଲାଗି ରହିବା। ଯାହାଦ୍ୱାରା ସେ ଆମମାନଙ୍କ ଜୀବନକୁ ସଜାଡ଼ିବେ, ଆମମାନଙ୍କ ଜୀବନକୁ ଏକ ସୁନ୍ଦର ଭାବେ ଗଢ଼ିବେ। ଆମମାନଙ୍କ ଦ୍ୱାରା ସେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସାଧନ କରିବେ। ଆମମାନଙ୍କର ଜୀବନର ସମସ୍ତ ଅସଜଡ଼ା ବିଷୟକୁ ଆମମାନେ ପରିତ୍ୟାଗ କରି ତାହାଙ୍କର ରବରେ ଯଦି ଆମମାନେ କର୍ଣ୍ଣପାତ କରୁ, ତାହେଲେ ସେ ଆମମାନଙ୍କୁ ସମସ୍ତ ବିଷୟରେ ଆଶୀର୍ବାଦ କରି ଆମମାନଙ୍କୁ ଏ ଜଗତରେ ଉଚ୍ଚ ସ୍ଥାନ ଦେବେ ଏବଂ ସ୍ୱର୍ଗରେ ମଧ୍ୟ ଆମମାନଙ୍କୁ ସ୍ଥାନ ଦେବା ପାଇଁ ଆମମାନଙ୍କ ନିମନ୍ତେ ସେ ସାଧ୍ୟ ହେବେ। ପ୍ରଭୁ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ହେ ଜୀବିତ ରାଜା, ତୁମର ଗୌରବ କରୁଛୁ। ତୁମ ଦୟା ଅନୁଗ୍ରହରେ ଆମମାନଙ୍କୁ ତୁମେ ଆଜି ଏକ ସୁନ୍ଦର ଦିନ ଦେଖିବାକୁ ଦେଇଛ, ସେଥିପାଇଁ ଧନ୍ୟବାଦ। ଆମମାନଙ୍କ ଜୀବନର ସମସ୍ତ ମନ୍ଦତାକୁ ତ୍ୟାଗ କରି ପ୍ରଭୁ ତୁମର ସେ ଆଜ୍ଞା ଗୁଡ଼ିକ ପାଳନ କରିବା ନିମନ୍ତେ, ତୁମର ସେ ଡାକ ଶୁଣିବା ନିମନ୍ତେ ଯେପରି ଆମମାନଙ୍କ କର୍ଣ୍ଣ ଯେପରି ଉନ୍ମୁକ୍ତ ହେବ, ସେହି ପ୍ରକାର ତୁମେ ଦୟା କର। ଆମମାନଙ୍କ ମୁଖକୁ ତୁମେ ଶୁଚି କର, ଆମମାନଙ୍କ ହୃଦୟକୁ ତୁମେ ଶୁଚି କର, ଆମମାନଙ୍କର ଆତ୍ମାକୁ ତୁମେ ଶୁଚି କର, ଆମମାନଙ୍କ ଶରୀରକୁ ମଧ୍ୟ ତୁମେ ଆମମାନଙ୍କର ଶୁଚି କର। ପବିତ୍ର ପିତା, ଆମମାନେ ମନୁଷ୍ୟ ମାତ୍ର, ଆମମାନେ ଅଯୋଗ୍ୟ ନଗଣ୍ୟ ଦିନହୀନ ପିତା, କେବଳ ତୁମର ଦୟା ତୁମର ଅନୁଗ୍ରହରେ ଆମମାନେ ବଞ୍ଚିଅଛୁ। ତୁମର ଆଶୀର୍ବାଦ ହେତୁ ଆଜି ପର୍ଯ୍ୟନ୍ତ ଜୀବିତମାନଙ୍କ ମଧ୍ୟରେ ସ୍ଥାନ ପାଇଅଛୁ। ପ୍ରଭୁ ଆମମାନଙ୍କର କୌଣସି ଉତ୍ତମତା ନାହିଁ, କୌଣସି ଉତ୍ତମ ଗୁଣ ନାହିଁ ଯାହାଦ୍ୱାରା କି ଆମେ ତୁମ ନିକଟବର୍ତ୍ତୀ ହେବୁ। ଆମମାନଙ୍କୁ ତୁମେ ସଜାଡ଼ ପିତା, ଆମମାନଙ୍କୁ ତୁମେ ସେଇ ତୁମର ରକ୍ତରେ ଧୋଇ ଆମମାନଙ୍କୁ ତୁମେ ପରିଷ୍କୃତ କର। ଯେ ପ୍ରକାର ତୁମର ସେଇ ପ୍ରଭୁ 12 ଶିଷ୍ୟ ତୁମର ସେ ଅନୁଗମନ କଲେ, ପ୍ରଭୁ ତୁମର ଅନୁଗାମୀ ହେଲେ, ତୁମର ସେଇ ପଥକୁ ଅନୁସରଣ କଲେ, ପ୍ରଭୁ ଆମମାନଙ୍କୁ ଆଜି ମଧ୍ୟ ସେଇ ପ୍ରକାର ମନ ଦିଅ, ଆମମାନଙ୍କୁ ସେଇ ପ୍ରକାର ଜ୍ଞାନ ଦିଅ, ସେଇ ପ୍ରକାର ବୁଦ୍ଧି ଦିଅ, ସେଇ ପ୍ରକାର ଚିନ୍ତା ମଧ୍ୟ ଆମମାନଙ୍କର ଜୀବନରେ ତୁମେ ପ୍ରଦାନ କର। ସର୍ବଶକ୍ତିମାନ ପରମେଶ୍ୱର ପ୍ରଭୁ, ତୁମେ ମୋତେ କଢ଼ାଇଛ, ଏଇ ସମୟ ପର୍ଯ୍ୟନ୍ତ କଢ଼ାଇଛ। ତୁମେ ମୋ ମୁଖ ଦେଇ କଥା କହିଲ, ପ୍ରଭୁ ମୋର କୌଣସି ଜ୍ଞାନ ନାହିଁ, କୌଣସି ଉତ୍ତମତା ନାହିଁ, କୌଣସି ଧାର୍ମିକତା ନାହିଁ, କିନ୍ତୁ ପ୍ରଭୁ ତୁମେ ମୋତେ ତୁମର ନିମନ୍ତେ କଢ଼ାଉଛ। ସେଥିପାଇଁ ତୁମର ଗୌରବ ପ୍ରଶଂସା କରୁଛୁ ପିତା। ଆଜି ଏ ବାକ୍ୟ ଦ୍ୱାରା ଅନେକ ପ୍ରଭୁ ତୁମକୁ ଜାଣିବେ, ତୁମର ପରିଚୟ ପାଇବେ, ତୁମଠାରେ ସଂଲଗ୍ନକାରୀ ଜୀବନ କାଟିବେ, ଆଉ ସେମାନଙ୍କର କର୍ଣ୍ଣକୁ ଉନ୍ମୁକ୍ତ କରିବେ। ସେହି ପ୍ରକାର ତୁମେ ଦୟା କର। ଅନୁଗ୍ରହକାରୀ ପରମେଶ୍ୱର, ସୁନ୍ଦର ସମୟ ଦେଇଛ, ସେଥିପାଇଁ ଧନ୍ୟବାଦ। ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମ୍ଭର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମେ ଯେମନ୍ତ ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତେମନ୍ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର। ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ, ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଆମେନ୍।